ଆଜିର ଏଇ ଯୋଉ ଉଠା ଦୋକାନୀ ଦିବସ ଇଏ ହେଉଛି ଜାତୀୟ ଉଠା ଦୋକାନୀ ଦିବସ। ଜାନୁଆରୀ 20 ତାରିଖ ଆମର ଜାତୀୟ ଉଠା ଦୋକାନୀ ଦିବସ। ପ୍ରତ୍ୟେକ ବର୍ଷ ଆମେ ବି ପାଳନ କରୁ। ଏ ବର୍ଷ ମଧ୍ୟ ତାକୁ ଆମେ ଏଇ ଦିବସକୁ ପାଳନ କରୁଛୁ। ଆଲୋଚନା ଇଏ ହେଉଛି ମୁଖ୍ୟ ଜିନିଷ ହେଉଛି ଆମର ଅଧିକାର ଉପରେ ଆମେ ଆଲୋଚନା ଆମେ କରୁଛୁ। ମ୍ୟୁନିସିପାଲିଟି ଯେଉଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଳ ଦେଖେଇକିରି ଆଜି ଡ୍ରେନ୍ ଉପରେ ବସିଛନ୍ତି ଆମେ ଭାଙ୍ଗିଦେବୁ, ଆଜି ରାସ୍ତା କଡ଼ରେ ବସିଛନ୍ତି ଆମେ ଭାଙ୍ଗିଦେବୁ। କିନ୍ତୁ ଆମର 2014 ମସିହାରେ ଗୋଟେ ଆଇନ ପାରିତ ହୋଇଛି, ପାର୍ଲିଆମେଣ୍ଟରେ ପାସ୍ ହୋଇ ସୁପ୍ରିମକୋର୍ଟର ବି ଗାଇଡଲାଇନ୍ ଅଛି ଯେ ଆମର ବଞ୍ଚିବାର ମୌଳିକ ଅଧିକାର ଅଛି। ଯେଉଁ ଅଧିକାର ପାଇଁ ଆଜି ଆମର ଏ ଲଢ଼େଇ, ଆଜ୍ଞା ଆଜି କି 20 ବର୍ଷ ତଳେ କି 25 ବର୍ଷ ତଳେ କି 40 ବର୍ଷ ତଳେ ଯେଉଁ ମ୍ୟାଡ଼ାମ କହୁଛନ୍ତି ଯେ ଡ୍ରେନ୍ ଯିବ ତେଣୁ ଉଠି ଯାଆନ୍ତୁ, ଆଜ୍ଞା ଡ୍ରେନ୍ ନଥିଲା, ଆମ ପାଖକୁ ଡ୍ରେନ୍ ଆସିଛି। ପ୍ରଥମେ ଛୋଟ ଛୋଟ ରାସ୍ତା ଥିଲା, ଭୁବନେଶ୍ୱରରେ ରାସ୍ତା ଛୋଟ ଥିଲା, ଆମର ଉଠା ଦୋକାନୀ ମାନେ ପ୍ରଥମେ ସେ ଜାଗାରେ ବସିଥିଲେ। କିନ୍ତୁ ଧୀରେ ଧୀରେ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ଡ୍ରେନ୍କୁ ଆମ ପାଖକୁ ନେଇ ଆସିଛି। ଆମେ ଯେଉଁଠି ବସୁଥିଲୁ ସେ ଜାଗାକୁ ଡ୍ରେନ୍କୁ ନେଇ ଆସିଛନ୍ତି। ରାସ୍ତା ନାହିଁ, କେଉଁଠି ବସିବେ? ଆଜିର ଦିନକର ଇଏ ଘଟଣା ନୁହେଁ, ବହୁ ଆଗରୁ ବସିଛନ୍ତି। କିନ୍ତୁ ଆମର ଗୋଟିଏ ଜିନିଷ ଆମେ କହୁଛୁ, ଆମ ଅଧିକାର, ବଞ୍ଚିବାର ମୌଳିକ ଅଧିକାର ଯେଉଁ ଅଛି, 2014 ଆଇନର ଯେଉଁ ଅଧିକାର ଅଛି ଆମେ ବେପାର ବୃତ୍ତି କରିକି ଚଳିବାର, ସେ ଅଧିକାରଟା ଆମକୁ ଦିଅନ୍ତୁ। ଆପଣ ଉଚ୍ଛେଦ କରିବାକୁ ଆମେ ମନା କରୁନୁ। ଯେଉଁ ଜାଗାରୁ ଉଚ୍ଛେଦ କରୁଛନ୍ତି ପ୍ରଥମେ ଆପଣ ସର୍ଭେ କରନ୍ତୁ। ସର୍ଭେ କରିସାରିଲା ପରେ ସେମାନଙ୍କୁ ଭେଣ୍ଡିଂ ଜୋନ୍ ମାଧ୍ୟମରେ ଥଇଥାନ କରନ୍ତୁ। ଏତିକି ଜିନିଷ ଆମେ ମ୍ୟୁନିସିପାଲିଟି ସହିତ ଆଲୋଚନା କରୁଛୁ ଏବଂ ଆମର ଦାବି ମଧ୍ୟ ରହୁଛି। କିନ୍ତୁ ଏ ଯେଉଁ ଅଧିକାରକୁ ସେମାନେ ଯଦି ବଞ୍ଚିତ କରନ୍ତି କିମ୍ବା ଏସବୁ କୌଣସି ସର୍ଭେ ନ କରି ଯଦି ମନ ଇଚ୍ଛା ଭାଙ୍ଗିକି ଫୋପାଡ଼ି ଦିଅନ୍ତି ଏବଂ ହଜାର ହଜାର ଉଠା ଦୋକାନୀ ଭୋକ ଉପାସରେ ଯଦି ମରିବେ, ତାଙ୍କର ପିଲାଛୁଆ ପରିବାର ଭୁବନେଶ୍ୱରରେ ରହିକି ଚଳଉଛନ୍ତି, କେମିତି କ'ଣ କରିବେ ସେମାନେ? କାଲି ସକାଳେ ସେମାନେ ସୁଇସାଇଡ୍ କରିବେ। ଅତୀତରେ ବି ହେଇଛି ସେମିତି। ଏଇ ଦୋକାନ ଭଙ୍ଗାରୁଜାକୁ ନେଇକି କିଛି କରି ନ ପାରିବାରୁ, ଚଳି ନ ପାରିବାରୁ ଲୋନ୍ କରିଦେଇଛନ୍ତି, କ'ଣ କରିବେ?